ଜୟ ମା ସାରା ସୁନ୍ଦରୀ। ଚାଲନ୍ତୁ ଦେଖିବା ଆଜି ଏକ ନୂତନ କାମ। ସିଏ ପୁଣି ଆଉ କେଉଁଠି ନୁହଁ, ଯାହା ସେ ହେଉଛି ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ। ହନୁମାନଙ୍କ ମନ୍ଦିର ଗୋଟେ ତିଆରି ହେଉଛି। ସେଇ ମନ୍ଦିରରେ ଟାଇଲି ପଡ଼ୁଛି। ସେ କାମ ପୁଣି ଆଉ କେଉଁଠି ନୁହେଁ, ସେ କାମ ହେଉଛି ଢିଅ ଜଳପୋଖ ଏକଦମ ବିଲ ମଝିରେ ଗ୍ରାମର ଶେଷ ସୀମାରେ ହେଉଛି। ବହୁତ ଉନ୍ନତ ମାନର ମଧ୍ୟ ଟାଇଲି ଆଣିକି ପକାଉଛନ୍ତି। ବହୁତ ଗ୍ଲେଜ୍ ଲାଗୁଛି, ବହୁତ ତେଣୁକରି ଆପଣମାନଙ୍କର ଭଲ ପାଇବା କ'ଣ କେମିତି ତାହା କହିହେବନି, ତେଣୁକରି କମେଣ୍ଟ ମାଧ୍ୟମରେ ଜାଣି ହେବ। ନିଶ୍ଚୟ ମୁଁ ଆପଣଙ୍କର ଅପେକ୍ଷାରେ ରହିଲି। ସେ ଟାଇଲି କାମର କେମିତି ହେଉଛି, କିପରି ହେଉଛି, କେଉଁଭଳି ହେଉଛି, ନିଶ୍ଚୟ ଆପଣମାନେ କହିବେ। ସେ ଅପେକ୍ଷାର ଅନ୍ତ ଘଟେଇବେ ନିଶ୍ଚୟ। ଦେଖିଲେ କେମିତିଆ ଦେଖାଯାଉଛି ଥାକଟା, କିନ୍ତୁ ଯାହା ହେଲେ ବି ଥାକଟା ବଢ଼ିଆ ଲାଗୁଛି। ସତେକି ଠାକୁର ପ୍ରଶ୍ନ ହେଲେ କି ନାଇଁ? ହଁ, ଦେଖନ୍ତୁ ଯେମିତି ହେଇଛି ଠାକୁର ଥାକଟା, ଯେ କ'ଣ ସନ୍ମାଇକା ଲାଗିଛି, କିନ୍ତୁ ଆକ୍ଚୁଆଲି ସନ୍ମାଇକା ନୁହେଁ, ସେ ଟାଇଲିରେ ହେଇଛି। ଏ ପ୍ରକାର ବହୁତ ସୁନ୍ଦର ଆଉ ଖୁବସୁରତ ଲାଗୁଛି ନିଶ୍ଚୟ। ପ୍ରଭୁ ଜୟ ଶ୍ରୀରାମଙ୍କର ଅପାର କୃପାରୁ ଯାହା ହବ ତାଙ୍କ ଆଶୀର୍ବାଦ ତାଙ୍କ ଅପାରଗତା କାମ ଚାଲିଛି। କେମିତି ହେଉଛି, କେଉଁଭଳି ହେଉଛି, କିପରି ହେଉଛି, ତାହା କହିବେ ଆମର ପ୍ରିୟ ସବସ୍କ୍ରାଇବର ମାନେ। ତାଙ୍କରି ଅପେକ୍ଷାରେ ମୁଁ ରହିଲି। ଆଜ୍ଞା, ଇଏ ଯେଉଁ ଟାଇଲି ସବୁ କାମ ହେଉଛି, ସବୁ ଏକ୍ସଟ୍ରା ପ୍ରିମିୟମର ଟାଇଲି, ନନ୍ ୱାଟର ପ୍ରୁଫ୍ ବାଲା ଠାକୁରଙ୍କ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ତାହା କହିବ ସମୟ। ଆଉ ମୋର ଦର୍ଶକମାନଙ୍କୁ ନିହାତି ମୁଁ ଅନୁରୋଧ ରଖିବି କହିବା ତାହା ଏବେ ବୋଇଲେ ବର୍ଷା କରିଥିଲି, ମଝିରେ ପକଉନଥିଲି ଆଉ ଏବେ ପକଉଛି ଆଉ। ମୋ ସ୍ତ୍ରୀ ଚ୍ୟାନେଲକୁ ମୁଁ ସ୍ୱାଗତ ଜଣାଉଛି, ତା ସହିତ ସପୋର୍ଟ ବି କରୁଛି। ଆଉ ଆପଣମାନଙ୍କର କେତେ ଭଲ ପାଇବା ସପୋର୍ଟ ତାହା ସମୟ କହିବ। ସମୟ ହେଉଛି ବଳବାନ, ତେଣିକି ଆପଣଙ୍କ ଇଚ୍ଛା ମୋ ଆଶା, ଆପଣଙ୍କ ଭରସା। ନିଶ୍ଚୟ ମୁଁ